ପିଲାମାନେ ଭଲ ଅଛ ନା? ଭଲରେ ଥିବ ନିଶ୍ଚୟ। ତମମାନଙ୍କର ସେଇ ଭଲ ପାଇବା ପାଇଁ ପିଲେ ଆମେ ପ୍ରତ୍ୟେକ ମଙ୍ଗଳବାର ତମମାନଙ୍କ ପାଇଁ ନେଇ ଆସୁଛୁ ଅନେକ ଅନେକ କାର୍ଯ୍ୟକ୍ରମ। ହଁ, ପ୍ରଥମେ ତମମାନଙ୍କୁ ଆମର ଏହି କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆଚ୍ଛା ପିଲାମାନେ, ତମେମାନେ ସକାଳୁ ଉଠିଲା ବେଳକୁ ଦେଖୁଛ ପ୍ରତ୍ୟହ ଘରେ ମା, ଜେଜେମା ସମସ୍ତେ ପୂଜା କରୁଛନ୍ତି। ଗୁରୁଜନ ସେଇ କଥା ହିଁ ତମକୁ ଶିଖଉଛନ୍ତି ଯେ ପ୍ରତ୍ୟହ କିଛି ସମୟ ଅନ୍ତତଃ ଆମେ ଈଶ୍ୱରଙ୍କର ଧ୍ୟାନ କରିବା କଥା। କାହିଁକି ଜାଣିଛ? କାହିଁକି ନା ଈଶ୍ୱରଙ୍କୁ ଧ୍ୟାନ କଲେ ଆମର ମନ ଶାନ୍ତ ରହେ। ଚିତ୍ତ ଯଦି ଶାନ୍ତ ରହିଲା ତେବେ ତମେମାନେ ଯାହା ପାଠ ବି ପଢିବ ମନେ ରହିବ, ତା ସାଙ୍ଗକୁ ତମମାନଙ୍କର ବୌଦ୍ଧିକ ବିକାଶ ମଧ୍ୟ ହବ। ଈଶ୍ୱର ହେଉଛନ୍ତି ପରମ ଶକ୍ତିଶାଳୀ। ଆହୁରି ଜାଣିଛ ପିଲେ, ସିଏ ହେଉଛନ୍ତି ଇଚ୍ଛାମୟ। ତାଙ୍କର ଇଚ୍ଛାରେ ଚାଲୁଛି ଏହି ସଂସାର। ତେବେ ସେଇ ଇଚ୍ଛାମୟ ଈଶ୍ୱରଙ୍କୁ ଆସ ପ୍ରାର୍ଥନା କରିବା କାର୍ଯ୍ୟକ୍ରମର ଏହି ଆରମ୍ଭରେ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ପିଲେ ଶୁଣିବା ଭଜନଟିଏ ରଜନୀକାନ୍ତ ମିଶ୍ରଙ୍କ ରଚନାରୁ। ଭଜନଟିକୁ ଗାଇଛନ୍ତି ଇପ୍ସିତା ଦାସ। ଚକା ଚକା ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର, ମୋ ସାଥୀ ଖେଳିବୁ ଆ କଳା ସୁନ୍ଦର, ମୋ ସାଥୀ ଖେଳିବୁ ଆ କଳା ସୁନ୍ଦର, ଚକା 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 ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର। ମୋ ସାଥେ ଖେଳିଲେ ଭୁଲି ଯିବୁ ସୁଦାମ, ମନେ ରହିବନି ରାଧାରାଣୀର ନାମ, ମୋ ସାଥେ ଖେଳିଲେ ଭୁଲି ଯିବୁ ସୁଦାମ, ମନେ ରହିବନି ରାଧାରାଣୀର ନାମ, ଲୁଚା କାଳି କିତି କିତି, ଲୁଚା କାଳି କିତି କିତି, କେତେ ପ୍ରକାର, ଚକା 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 ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର। ସରିଲେ ମୁଁ ଦେବି ଫଳ ବଢ଼ିଆ, ଭୁଲି ଯିବୁ ସବରୀର ଇଠା ଖିଆ, ଖେଳ ସରିଲେ ମୁଁ ଦେବି ଫଳ ବଢ଼ିଆ, ଭୁଲି ଯିବୁ ସବରୀର ଇଠା ଖିଆ, ତୋ ପରି ସାଥୀ ମିଳିଲେ, ତୋ ପରି ସାଥୀ ମିଳିଲେ ଖେଳ ଜବର, ଚକା 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 ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର, ମୋ ସାଥେ ଖେଳିବୁ ଆ କଳା ସୁନ୍ଦର, ମୋ ସାଥେ ଖେଳିବୁ ଆ କଳା ସୁନ୍ଦର, ଚକା 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 ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର, ଚକା ଚକା ଆଖି ତୋର ଭାରି ସୁନ୍ଦର। ପିଲାମାନେ, ଆମେ ରହୁଛୁ ପୃଥିବୀ ମା କୋଳେ, ଆଉ ଦୂରରୁ ଦେଖୁଛୁ ଜହ୍ନମାମୁକୁ। ରାତି ହେଲେ ପିଲେ ନୀଳ ଆକାଶରେ ଗଭୀର ଅନ୍ଧାରରେ ଚିକମିକ କରୁଥିବା ତାରା ସବୁ ଆଉ ଜହ୍ନମାମୁ ଆମକୁ ହାତ ଠାରି ଡାକନ୍ତି। ତେବେ ପହଞ୍ଚିବା ପାଇଁ ଆମେ କଣ ସମସ୍ତେ ସକ୍ଷମ? ସେଇଥିପାଇଁ ଖୁବ୍ ପ୍ରଯତ୍ନ ଦରକାର ପିଲେ। ପାଠ ପଢିଲେ, ମହାକାଶ ଜ୍ଞାନ ଆହରଣ କଲେ ତମେମାନେ ନିହାତି ଭାବରେ ଜାଣିପାରିବ ମହାକାଶ ଗବେଷଣା କେନ୍ଦ୍ରକୁ ଯାଇ କେଉଁଭଳି ଭାବରେ ଗବେଷଣା କରି
ବୈଜ୍ଞାନିକ ମାନେ ଚନ୍ଦ୍ର ବାବଦରେ ମହାକାଶ ବାବଦରେ କେତେ କଥା ଜାଣୁଛନ୍ତି। ଏସବୁ କଥା ଶୁଣି ମନେ ପଡିଯାଉଛି କି ଶୁଭ୍ରାଂଶୁ ଶୁକ୍ଳାଙ୍କ କଥା। ତମେ ମାନେ ଜାଣିଥିବ ନା ଶୁଭ୍ରାଂଶୁ ଶୁକ୍ଳା ଏଇ ନିକଟ ଅତୀତରେ ପିଲେ ଫେରି ଆସିଛନ୍ତି ମହାକାଶରୁ। ଆସ ଆଜି ତାହେଲେ ଜାଣିବା ତାଙ୍କ ବିଷୟରେ ଆଉ କିଛି ନୂଆ କଥା। ମହାକାଶରେ ଶୁଭ୍ରାଂଶୁ ତୁମକୁ କହୁଛନ୍ତି ବଡ ଭାଇ ଧର୍ମରାଜ ପ୍ରଧାନ। ପିଲାମାନେ ତୁମେ ମାନେ କେବେ ମହାକାଶକୁ ଯିବା ପାଇଁ ଭାବିଛ? ମହାକାଶଚାରୀ ମାନେ ମହାକାଶକୁ ଯାଆନ୍ତି, ସେଠାରେ କିପରି ବଞ୍ଚନ୍ତି, କଣ ଖାଆନ୍ତି, କଣ କଣ କରନ୍ତି, କେବେଠାରୁ ମହାକାଶ ଅଭିଯାନ ଆରମ୍ଭ ହୋଇଛି, ଏହିସବୁ ଅନେକ ପ୍ରଶ୍ନ ତୁମମାନଙ୍କ ମନରେ ନିଶ୍ଚୟ ଆସୁଥିବ। ଆସ ଆଜି ଆମେ ସେହି ମହାକାଶ ଅଭିଯାନ ବିଷୟରେ କିଛି ଆଲୋଚନା କରିବା ଏବଂ ଏହି ନିକଟ ଅତୀତରେ ଆମ ଭାରତର ଗଗନଚାରୀ ଶୁଭ୍ରାଂଶୁ ଶୁକ୍ଲା କିପରି ମହାକାଶକୁ ଯାଇ ସଫଳତାର ସହିତ ପୃଥିବୀକୁ ଫେରି ଆସିପାରିଛନ୍ତି ସେ ବିଷୟରେ କିଛି ଜାଣିବା। ସର୍ବପ୍ରଥମେ ସୋଭିଏତ ରୁଷ 1957 ମସିହା ନଭେମ୍ବର 3 ତାରିଖରେ ସ୍ପୁଟନିକ 2ରେ ଲାଇକା ନାମକ ଗୋଟିଏ କୁକୁରକୁ ମହାକାଶକୁ ପଠାଇ ସଫଳତାର ସହିତ ପୃଥିବୀକୁ ଫେରାଇ ଆଣିପାରିଥିଲା। ସେହିଦିନ ପୃଥିବୀର ବୈଜ୍ଞାନିକମାନଙ୍କ ମନରେ ସ୍ପଷ୍ଟ ଧାରଣା ହେଲା ଯେ ମହାକାଶକୁ ମଣିଷ ଗଲେ ମଧ୍ୟ ବଞ୍ଚିପାରିବ ଏବଂ ପୃଥିବୀକୁ ଫେରିପାରିବ। ତାପରେ ପୁଣି ସେହି ସୋଭିଏତ ରୁଷ 1961 ମସିହା ଏପ୍ରିଲ 12 ତାରିଖରେ ମହାକାଶ ବିଜ୍ଞାନୀ ୟୁରି ଗାଗାରିନଙ୍କୁ ମହାକାଶକୁ ପଠାଇ ସଫଳତାର ସହିତ ପୃଥିବୀକୁ ଫେରାଇ ଆଣିପାରିଥିଲା। ପୁଣି 1963 ମସିହା ଜୁନ 16 ତାରିଖରେ ପ୍ରଥମ ମହିଳା ମହାକାଶଚାରୀ ଭାବରେ ଭାଲେନ୍ତିନା ତେରେସ୍କୋଭାଙ୍କୁ ପଠାଇ ସୋଭିଏତ ରୁଷ ଏକ ବିରଳ ରେକର୍ଡର ଅଧିକାରୀ ହେଲା। ଏହାପରେ ଯୁକ୍ତରାଷ୍ଟ୍ର ଆମେରିକା ଏ ଦିଗରେ ଆଉ ଗୋଟିଏ ପାଦ ଅଧିକ ଆଗକୁ ବଢ଼ାଇ 1969 ମସିହା ଜୁଲାଇ 24ରେ ତାର ମହାକାଶଯାନ ଏପୋଲୋ 11ରେ 3 ଜଣ ବୈଜ୍ଞାନିକଙ୍କୁ ଚନ୍ଦ୍ରକୁ ପଠାଇ ସେଠାରେ ଅବତରଣ କରାଇବାକୁ ସଫଳ ହେଲା, ଯାହାକି ସମଗ୍ର ମାନବ ସମାଜ ପାଇଁ ଏକ ଅଭୁଲା ଐତିହାସିକ ମୁହୂର୍ତ୍ତ ଥିଲା। ନୀଲ ଆର୍ମଷ୍ଟ୍ରଙ୍ଗ, ବଜ୍ ଏଲ୍ଡ୍ରିନ୍ ଏବଂ ମାଇକେଲ କଲିନ୍ସ ଏହି ମହାକାଶଯାନରେ ଚନ୍ଦ୍ରକୁ ଯାଇଥିଲେ ଏବଂ ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ମାନବ ଭାବରେ ଚନ୍ଦ୍ରରେ ପାଦ ପକାଇଥିଲେ। ବର୍ତ୍ତମାନ ପୃଥିବୀର ଅନେକ ଦେଶ ଯଦିଓ ମହାକାଶ ବିଷୟରେ ଗବେଷଣା କରୁଛନ୍ତି, ତଥାପି ସେମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ନାସା, ରୁଷିଆର ରୋସ୍କସ୍ମସ୍, ଚାଇନାର CNSA, ଭାରତର ଇସ୍ରୋ, ଜାପାନର ଜାସ୍କା ଓ ଫ୍ରାନ୍ସର CNES ଅନ୍ୟତମ। ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହେଉଛି ପୃଥିବୀର ଚତୁର୍ଥ ବୃହତ୍ତମ ଶକ୍ତି। ଭାରତୀୟ ମହାକାଶ ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ। ଏହା 1969 ମସିହାରେ ପ୍ରତିଷ୍ଠା ହୋଇଥିଲା। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି ବଦଳରେ ଏହାକୁ ସ୍ଥାପିତ କରାଯାଇଥିଲା। ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟ ବାଙ୍ଗାଲୋରଠାରେ ଅବସ୍ଥିତ। ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଭୁକ୍ତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି। ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲା ସରଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ। ଇସ୍ରୋର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ହେଲା ମହାକାଶରେ ପହଞ୍ଚିବା ସହିତ ସେ ସମ୍ବନ୍ଧିତ ପ୍ରଯୁକ୍ତି ବିଦ୍ୟାର ପରିକଳ୍ପନା ଓ ବିକାଶ, ପୃଥିବୀର ପର୍ଯ୍ୟବେକ୍ଷଣ, ଯୋଗାଯୋଗ, ପଥ ପ୍ରଦର୍ଶନ, ଜଳବାୟୁ ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ପାଇଁ କୃତ୍ରିମ ଉପଗ୍ରହ ତଥା ତତ୍ସମ୍ବନ୍ଧୀୟ ପ୍ରଯୁକ୍ତି ବିଦ୍ୟାର ପରିକଳ୍ପନା ଓ ବିକାଶ, ଇଣ୍ଡିଆନ ନ୍ୟାସନାଲ ସାଟେଲାଇଟ ବା ଇନସାଟ୍ କାର୍ଯ୍ୟକ୍ରମ, ଦୂରସଞ୍ଚାର ଟେଲିଭିଜନ ପ୍ରସାରଣ ଏବଂ ସେହି ସମ୍ବନ୍ଧିତ ପ୍ରଯୁକ୍ତି ବିଦ୍ୟାର ବିକାଶ, ଭାରତୀୟ ଦୂରସଞ୍ଚାରୀ ସାଟେଲାଇଟ କାର୍ଯ୍ୟକ୍ରମ, ମହାକାଶରୁ ଚିତ୍ର ଉତ୍ତୋଳନ କରି ପ୍ରାକୃତିକ ସୁପରିଚାଳନା ଏବଂ ଜଳବାୟୁ ତଥା ପରିବେଶ ପର୍ଯ୍ୟବେକ୍ଷଣ, ସାମାଜିକ ବିକାଶରେ ମହାକାଶ ବିଜ୍ଞାନର ଉପଯୋଗ ଏବଂ ମହାକାଶ ବିଜ୍ଞାନ ଓ ଗ୍ରହ ଅନୁସନ୍ଧାନ ସମ୍ବନ୍ଧିତ ଗବେଷଣା। ପିଲାମାନେ, ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ଆର୍ଯ୍ୟଭଟ୍ଟ ଇସ୍ରୋ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ମାତ୍ର ନିଜସ୍ୱ ଉତ୍କ୍ଷେପଣ ଯାନ ଅଭାବରୁ ରୁଷିଆ ନିର୍ମିତ କେସ୍ମୋସ୍ 3M ଯାନ ଦ୍ୱାରା 1975 ମସିହା ଏପ୍ରିଲ 19 ତାରିଖରେ କପୁସ୍ତିନ ୟାରରୁ ଉତ୍କ୍ଷେପଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତ୍କ୍ଷେପଣ ଯାନ ନିର୍ମାଣ କରିବାରେ ସମର୍ଥ ହେଲା। 1984 ମସିହା ଏପ୍ରିଲ ମାସରେ ସୋଭିଏତ ୟୁନିୟନର ସହାୟତାରେ ଆମ ଭାରତର ରାକେଶ ଶର୍ମା ପ୍ରଥମ ଭାରତୀୟ ମହାକାଶଚାରୀ ଭାବରେ
ମହାକାଶରେ 8 ଦିନ ବିଚରଣ କରିଥିଲେ। ସେ ମହାକାଶରୁ ଥାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସହିତ କଥାବାର୍ତ୍ତା ହେଲା ସମୟରେ ଯେତେବେଳେ ଶ୍ରୀମତୀ ଗାନ୍ଧୀ ରାକେଶ ଶର୍ମାଙ୍କୁ ପଚାରିଲେ ମହାକାଶରୁ ଆମ ଭାରତ କିପରି ଦିଶୁଛି, ସେ ଉତ୍ତରରେ କହିଲେ ମହାକାଶରୁ ମୋ ଭାରତ ଖୁବ୍ ସୁନ୍ଦର ଦିଶୁଛି। କଳ୍ପନା ଚାୱଲା ହେଉଛନ୍ତି ପ୍ରଥମ ଭାରତରେ ଜନ୍ମିତ ମହିଳା ଯିଏକି 1997 ମସିହାରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶ ଯାନରେ ଯାତ୍ରା କରିବା ସୌଭାଗ୍ୟ ଲାଭ କରିଥିଲେ। 2008 ମସିହା ଅକ୍ଟୋବର 20 ତାରିଖରେ ଇସ୍ରୋ ଚନ୍ଦ୍ରକୁ ଏକ ମାନବ ବିହୀନ ମହାକାଶ ଯାନ ପ୍ରେରଣ କରିଥିଲା। ଏହା ସେହି ବର୍ଷ ନଭେମ୍ବର 8 ତାରିଖ ଦିନ ଚନ୍ଦ୍ର କକ୍ଷରେ ଅବସ୍ଥାପିତ ହୋଇପାରିଥିଲା। 2014 ମସିହା ସେପ୍ଟେମ୍ବର 14 ତାରିଖ ମଙ୍ଗଳ ଯାନକୁ ମଙ୍ଗଳ କକ୍ଷରେ ଅବସ୍ଥାପିତ କରିଥିଲା। ଏହାପରେ ଚନ୍ଦ୍ରଯାନ 2 ଓ ଚନ୍ଦ୍ରଯାନ 3 କୁ ସଫଳତାର ସହିତ ଚନ୍ଦ୍ରକୁ ପଠାଇ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି। ଅବଶ୍ୟ ଚନ୍ଦ୍ରଯାନ 2ରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ଚନ୍ଦ୍ରରେ ଲ୍ୟାଣ୍ଡିଂ ସମୟରେ ବିଫଳ ହେଲା, କିନ୍ତୁ ଚନ୍ଦ୍ରଯାନ 3 2023 ମସିହା ଅଗଷ୍ଟ 23 ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଏକ ଅଭୂତପୂର୍ବ ସଫଳତା ପାଇପାରିଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଭାରତୀୟ ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାର ନାମ ରଖାଯାଇଛି ଗଗନାୟନ ମିଶନ। ପିଲାମାନେ, ଚଳିତ ବର୍ଷ 2025 ଜୁନ 25 ତାରିଖରେ ଦ୍ୱିତୀୟ ଭାରତୀୟ ମହାକାଶଚାରୀ ଭାବରେ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମହାକାଶକୁ ଯାଇ ଭାରତ ପାଇଁ ଗୌରବ ଆଣିପାରିଛନ୍ତି। ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନକୁ ଯିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଶୁଭାଂଶୁ ଶୁକ୍ଲା 1985 ମସିହା ଅକ୍ଟୋବର 10 ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଜନ୍ମ କରିଥିଲେ। ତାଙ୍କର ବାପା ଜଣେ ଅବସରପ୍ରାପ୍ତ ସରକାରୀ ଅଫିସର ଥିଲେ, ମା ଜଣେ ସୁଗୃହିଣୀ। 3 ଭାଇ ଭଉଣୀ ମଧ୍ୟରେ ସେ ଥିଲେ କନିଷ୍ଠ। ସେ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନ୍ଡିଏରେ 2005 ମସିହାରେ ଯୋଗ୍ୟତା ହାସଲ କଲେ। ଏନ୍ଡିଏ ଯୋଗ୍ୟତା ହାସଲ କଲା ପରେ ସେ ଭାରତୀୟ ଏୟାରଫୋର୍ସରେ ଯୋଗଦେଲେ। ନିଜର ଯୋଗ୍ୟତା ବଳରେ ସେ ଏକ୍ସିୟମ ମିଶନ 4 ଓ ଗଗନଯାନ 4ର ଜଣେ ସକ୍ରିୟ ଅଂଶୀଦାର ହୋଇ ଆମ ଦେଶ ପାଇଁ ଆଜି ଅନେକ ସୁନାମ ଆଣିପାରିଛନ୍ତି। ଭାରତ ଗଗନଯାନ ମିଶନରେ ମାନବଧାରୀ ମହାକାଶଯାନ ମହାକାଶକୁ ପଠାଇବା ପୂର୍ବ ପ୍ରସ୍ତୁତି ସ୍ୱରୂପ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଗଗନଯାତ୍ରୀ ଦଳର ମୁଖ୍ୟ ଭାବରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ପଠାଇବା ପାଇଁ ଆମେରିକାର ନାସାର ଆକ୍ସିୟମ ସ୍ପେସ୍ ମିଶନ ଆକ୍ସିୟମ 4 ଏବଂ ଭାରତର ଇସ୍ରୋର ହ୍ୟୁମାନ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର HSFC ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ପିଲାମାନେ, ଆକ୍ସିୟମ 4 ମିଶନରେ 4ଟି ଦେଶ ଅଂଶୀଦାର ଭାବରେ ରହିଥିଲେ। ସେମାନେ ହେଲେ ଭାରତ, ପୋଲାଣ୍ଡ, ହଙ୍ଗେରୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ଏହି ମିଶନ ପାଇଁ କେବଳ ଇସ୍ରୋ ପାଖାପାଖି 550 କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରେ ଯେଉଁ 4 ଜଣ ଗଗନଯାତ୍ରୀ ଥିଲେ ସେମାନେ ହେଲେ ପାଇଲଟ ଶୁଭାଂଶୁ ଶୁକ୍ଲା ଭାରତ, ଲିଡର ଅଫ୍ ଦି ଗ୍ରୁପ, କମାଣ୍ଡର ପେଗି ହ୍ୱିଟସନ୍ USA, ମିଶନ ସ୍ପେଶାଲିଷ୍ଟ ସାଉଚ୍ ୱିଚନାଭସ୍କି ପୋଲାଣ୍ଡ ଏବଂ ଟିବୋର କାପୁ ହଙ୍ଗେରୀ। ଏହି ମିଶନଟି ଗତ ଜୁନ 25ରେ ଆରମ୍ଭ ହୋଇ ଜୁଲାଇ 14ରେ ସଫଳତାର ସହିତ ପୃଥିବୀ ପୃଷ୍ଠ ଆଡ଼କୁ ଫେରିବାକୁ ସକ୍ଷମ ହୋଇଥିଲା। ସ୍ପେସ୍ ଏକ୍ସର ଫାଲକନ 9 ରକେଟ ଯୋଗେ ଗତ ଜୁନ 25ରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ 4 ଗଗନଯାତ୍ରୀ ସେମାନଙ୍କର ମିଶନ ଆରମ୍ଭ କରିଥିଲେ। ଜୁନ 26ରେ ଡ୍ରାଗନ କ୍ୟାପସୁଲ ISS ସହ ସଂଯୋଗ ହୋଇଥିଲା। ପ୍ରାୟ 2 ସପ୍ତାହ ରହଣି ମଧ୍ୟରେ ଶୁଭାଂଶୁ ଭାରତ ପାଇଁ 7ଟି ପରୀକ୍ଷା ସମ୍ପାଦନ କରିଥିଲେ। ଏହି ସମୟରେ ଶୁଭାଂଶୁ 288 ଥର ପୃଥିବୀକୁ ପ୍ରଦକ୍ଷିଣ କରିଛନ୍ତି ଏବଂ ପାଖାପାଖି 12.2 ନିୟୁତ କିଲୋମିଟର ରାସ୍ତା ଅତିକ୍ରମ କରିଛନ୍ତି। ମହାକାଶରେ ଅବସ୍ଥାନ କାଳରେ ସେ ଆମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ହୋଇଥିଲେ। ମହାକାଶରେ ରହଣୀରେ ଶୁଭାଂଶୁ ମୋଟ 60ରୁ ଅଧିକ ପରୀକ୍ଷଣରେ ସାମିଲ ହୋଇ କେବଳ ଭାରତ ପାଇଁ ଯେଉଁ 7ଟି ପରୀକ୍ଷଣ କରିଥିଲେ ସେଥିରେ ମହାକାଶରେ ହାରର ଯତ୍ନ ଏବଂ ମୁଗ ଓ ମେଥିର ଅଙ୍କୁରୋଦ୍ଗମରେ ସଫଳ ହୋଇଥିଲେ। ପିଲାମାନେ, ତୁମେ ଜାଣି ଖୁସି ହେବ ଯେ ଶୁଭାଂଶୁ ମହାକାଶରେ ଖାଇବା ପାଇଁ କିଛି ଭାରତୀୟ ଖାଦ୍ୟ ଯଥା ଆମ୍ବରସ,
ମୁଗ ହାଲୁଆ, ଗାଜର ହାଲୁଆ ସାଙ୍ଗରେ ନେଇଥିଲେ, ଯାହାକି ଈଶ୍ୱର ଦ୍ୱାରା ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଥିଲା। ସେ ଏହି ଖାଦ୍ୟକୁ ମହାକାଶରେ ତାଙ୍କ ସାଥୀ ମହାକାଶଚାରୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ମହାକାଶରେ ଥିବା ସମୟରେ ସେ ନିଜର ଫିଟନେସ୍ ପାଇଁ ସମୟ ନିର୍ଘଣ୍ଟ ଅନୁସାରେ ଯୋଗ ମଧ୍ୟ ଅଭ୍ୟାସ କରୁଥିଲେ। ମହାକାଶରୁ ପ୍ରତ୍ୟାବର୍ତ୍ତନ ପରେ ଶୁକ୍ଲା ଓ ତାଙ୍କର ସାଥୀ ମହାକାଶଚାରୀମାନଙ୍କୁ ପୃଥିବୀର ମାଧ୍ୟାକର୍ଷଣ ସହିତ ଖାପ ଖୁଆଇବା ପାଇଁ 1 ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଥିଲା। ତାଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଭାରତରେ ମହାକାଶ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହା ବିଭିନ୍ନ ପ୍ରତିବନ୍ଧକ ଭାଙ୍ଗିବା ସହିତ ଅନେକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ସଫଳ ମହାକାଶ ଅଭିଯାନ ଭାରତର ମାନବ ମହାକାଶ ଯାତ୍ରା ଅଭିଳାଷର ଦୃଢ଼ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆକ୍ସମ୍ 4 ଅଭିଯାନରେ ଶୁକ୍ଲାଙ୍କର ଅଂଶଗ୍ରହଣ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ମାନବ ମହାକାଶ ଯାତ୍ରା ଅଭିଯାନରେ ଅମୂଲ୍ୟ ଅଭିଜ୍ଞତା ପ୍ରଦାନ କରିବ, ଯାହା ଗଗନଯାନ ମିଶନ କାର୍ଯ୍ୟକାରିତାରେ ଯଥେଷ୍ଟ ସହାୟକ ହେବ। ଇସ୍ରୋ ମହାକାଶ ବିଜ୍ଞାନୀମାନେ କହିଛନ୍ତି ଯେ ଶୁକ୍ଲାଙ୍କର 18 ଦିନର ସଫଳ କକ୍ଷପଥ ରହଣୀ ମହାକାଶ ମିଶନରେ ତାଙ୍କର ବିରଳ ଅନୁଭୂତି ଓ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଭାରତୀୟ ମହାକାଶ ବିଜ୍ଞାନକୁ ଏକ ନୂଆ ଦିଶା ଦେବ। ବିଶେଷକରି ଆଗାମୀ ଦିନରେ ଭାରତର ମହାକାଶଯାନ ଅପରେସନ୍ ଶୂନ୍ୟରେ ଅତି ସୂକ୍ଷ୍ମ ମାଧ୍ୟାକର୍ଷଣ ଶକ୍ତି ଏବଂ ମିଶନ ପରବର୍ତ୍ତୀ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟଗତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ତଥ୍ୟ ଆହରଣରେ ସାହାଯ୍ୟ କରିବ। ଭାରତୀୟ ବିକଶିତ ଜ୍ଞାନକୌଶଳ ସହିତ ଶୁକ୍ଲା କରିଥିବା ମହାକାଶ ପରୀକ୍ଷଣ କେବଳ ବିଶ୍ୱ ଗବେଷଣା ପାଇଁ ଲାଭଦାୟକ ହେବ ନାହିଁ, ବରଂ ଭବିଷ୍ୟତରେ ମହାକାଶ ଷ୍ଟେସନ ଓ ଚନ୍ଦ୍ର ଅଭିଯାନ ପାଇଁ ମଧ୍ୟ ଭାରତର ସାମର୍ଥ୍ୟକୁ ସୁଦୃଢ଼ କରିବ। ପିଲାମାନେ, ତୁମମାନଙ୍କୁ ତ ପୂର୍ବରୁ କହିଛି ଯେ ଗତ ଜୁଲାଇ ମାସ 14 ତାରିଖ ଦିନ ଶୁକ୍ଲା ଏବଂ ସାଥୀ ମହାକାଶଚାରୀମାନେ ଆନ୍ତର୍ଜାତିକ ମହାକାଶ ଷ୍ଟେସନରୁ ପୃଥିବୀ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କଲେ। ସେ ସମୟରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ 2:37 ଥିଲା। ଡ୍ରାଗନ କ୍ୟାପସୁଲ ଆନ୍ତର୍ଜାତିକ ମହାକାଶ ଷ୍ଟେସନରୁ ନିଜକୁ ବିଚ୍ଛିନ୍ନ କରି ପୃଥିବୀ ମୁହାଁ ହେଲା। ଦୀର୍ଘ 22 ଘଣ୍ଟାର ଯାତ୍ରା ପରେ ଏହି ମହାକାଶଚାରୀମାନେ ଭାରତୀୟ ସମୟ ଅନୁସାରେ ଜୁଲାଇ 15 ତାରିଖ ଅପରାହ୍ନ 3:01 ପ୍ରଶାନ୍ତ ମହାସାଗର ମଧ୍ୟରେ କାଲିଫର୍ଣ୍ଣିଆ ଉପକୂଳ ନିକଟରେ ଅବତରଣ କଲେ। ତେବେ ଡ୍ରାଗନ କ୍ୟାପସୁଲ ଅବତରଣ ପ୍ରକ୍ରିୟାର ଚୂଡ଼ାନ୍ତ କେତେ ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଅନ୍ତରୀକ୍ଷରେ ଯାତ୍ରା କରୁଥିବା ବେଳେ ଡ୍ରାଗନ କ୍ୟାପସୁଲ ଘଣ୍ଟାକୁ 28,000 କିଲୋମିଟର ବେଗରେ ଯାତ୍ରା କରୁଥିଲା। ତେବେ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହାର ବେଗ ଯଥେଷ୍ଟ ହ୍ରାସ କରାଯାଇଥିଲା। ବାୟୁମଣ୍ଡଳର ଘର୍ଷଣ ପ୍ରକ୍ରିୟା ଯୋଗୁଁ କ୍ୟାପସୁଲର ବେଗ ଆହୁରି କମିଯାଇଥିଲା। ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ କ୍ୟାପସୁଲର ବାହ୍ୟ ତାପମାତ୍ରା 1927 ଡିଗ୍ରୀ ସେଲସିୟସ୍ ରହିଥିବା କୁହାଯାଉଛି। ସମୁଦ୍ର ବକ୍ଷରେ ଅବତରଣ କରିବା ସମୟରେ ଏହାର ବେଗ ଘଣ୍ଟାକୁ 20 କିଲୋମିଟର ରହିଥିଲା। ସମୁଦ୍ର ପତନରୁ 5.7 କିଲୋମିଟର ଉଚ୍ଚତାରେ କ୍ୟାପସୁଲରେ ଖଞ୍ଜାଯାଇଥିବା ପ୍ରଥମ ପାରାଚୁଟ୍ ଖୋଲିଥିଲା। ଜଳାବତରଣ ପୂର୍ବରୁ 2 କିଲୋମିଟର ଉଚ୍ଚତାରେ ଦ୍ୱିତୀୟ ପାରାଚୁଟ୍ ଖୋଲିଥିଲା। ଶୁଭାଂଶୁଙ୍କର ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ନିଜ ଐତିହାସିକ ଯାତ୍ରାରୁ ପୃଥିବୀକୁ ଫେରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁଙ୍କୁ ପୁରା ଦେଶବାସୀଙ୍କ ସହ ସ୍ୱାଗତ କରୁଛି। ଶୁଭାଂଶୁଙ୍କର ସମର୍ପଣ, ସାହସ ଓ ଦୃଢ଼ ମାନସିକତା କୋଟି କୋଟି ଲୋକଙ୍କ ସ୍ୱପ୍ନକୁ ପ୍ରେରଣା ଦେଇଛି। ଏହା ଆମ ନିଜ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ। ପୁଅର ଏପରି ସଫଳତାର ପ୍ରତ୍ୟାବର୍ତ୍ତନ ସମୟରେ ଶୁଭାଂଶୁଙ୍କର ମା ଆଶା ଶୁକ୍ଲା ଓ ବାପା ସମ୍ବୁତ ଦୟାଲ ଶୁକ୍ଲା କହିଛନ୍ତି, ପୁଅ ଆମର ମିଶନ ପୁରା କରି ଫେରିଛି। ଏହି ଖୁସିରେ ଉଭୟଙ୍କର ଆଖିରୁ ଆନନ୍ଦାଶ୍ରୁର ଧାର ଧାର ହୋଇ ଲହ ବୋହିଯାଇଥିଲା। ଈଶ୍ୱରଙ୍କୁ ସେ ଏହି ପରିପ୍ରେକ୍ଷୀରେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ପିଲାମାନେ, ତୁମମାନଙ୍କ ଭିତରେ ମଧ୍ୟ ଆଗାମୀ ଭାରତର ଅନେକ ଶୁଭାଂଶୁ ଶୁକ୍ଲା, ରାକେଶ ଶର୍ମା, କଳ୍ପନା ଚାୱଲା ଲୁକ୍କାୟିତ ଭାବରେ ରହିଛନ୍ତି। ତୁମେ ତୁମର ସ୍ୱପ୍ନକୁ ବଡ଼ କର, ସାକାର କରିବା ପାଇଁ ସଜାଗ ରହ। ନିଜର ପ୍ରବଳ ଇଚ୍ଛାଶକ୍ତି, ଆସ୍ତିକ ମନୋଭାବ, ଅନବରତ ଚେଷ୍ଟା ଓ କଠିନ ପରିଶ୍ରମ ହିଁ ତୁମମାନଙ୍କୁ ନିଶ୍ଚିତ ଭାବରେ ଦିନେ ନା ଦିନେ ସଫଳତା ଶୀର୍ଷତମ ପାହାଚକୁ ଉଠାଇ ପାରିବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
କଣରେ ପିଲେ ଶୁଣିଲ ତ ମହାକାଶରେ ଶୁଭ୍ରାଂଶୁ ଶୁଣିକି ମନ ପାଇଗଲା ନା? ଇଚ୍ଛା ହେଲାଣି ମହାକାଶ ଯିବାକୁ? ହଁ, ନିହାତି ହେଇଥିବଣି। ଏଇ ମହାକାଶ ଗଲା ବେଳକୁ କେତେ ଯେ କଷ୍ଟ କରିଛନ୍ତି ଆଉ ଫେରି ଆସି ସେ କେତେ ଯେ ପ୍ରଶଂସା ସାଉଣ୍ଟିଛନ୍ତି ସେଇ କଥା ତମେ ମାନେ ଜାଣିଲ ପିଲେ। ତେବେ ତମେ ମାନେ ମଧ୍ୟ ବଡ ମଣିଷ ହୁଅ, ପାଠ ପଢ, ମହାକାଶ ଯାଇ ତୁମେ ମାନେ ମଧ୍ୟ ଆହୁରି ନୂଆ ତଥ୍ୟ ନେଇକି ଆସ। ଆମ ପାଇଁ ଦେଶ ପାଇଁ ତୁମେ ଗର୍ବ ଆଉ ଗୌରବ ନେଇକି ଆସ। ଏହା ହିଁ ଆମେ କାମନା କରିବୁ। ଆଚ୍ଛା ପିଲାମାନେ, ତମେ ମାନେ ଗପ ଶୁଣିଥିବ। ସେଇ ଗପ ମାନଙ୍କ ଭିତରୁ ଗୋଟିଏ ଗପ ଆଜି ମୁଁ ତୁମକୁ କହୁଛି। କୁନା ଓ ବଣି। ପିଲାବେଳେ ପଢିଥିଲି କୁନା ବଣିକୁ ସୁନା ଗିନାରେ ଖାଇବାକୁ ଦବ, ରୂପା ଗିନାରେ ପାଣି ଦବ, ଏମିତି କେତେ ପ୍ରଲୋଭନ ଦେଖେଇଲା। ଆଉ ତାକୁ ବନ୍ଦୀ କରି ଘରେ ରଖିକି ତା ସହିତ ଖେଳିବା ପାଇଁ ସେ ଖୁବ୍ ମନ କଲା। କିନ୍ତୁ ଖୋଲା ଆକାଶରେ ଉଡି ବୁଲୁଥିବା ବଣି ତାର ସ୍ୱାଧୀନତାକୁ ହରେଇ ସିଏ ଆଉ ଧରାଦବା ପାଇଁ ଜମା ଚାହିଁଲା ନାହିଁ। ହରେ ପିଲେ, ସ୍ୱାଧୀନତାର ମୂଲ୍ୟ ବହୁତ ବେଶୀ। ଯିଏ ଜାଣିଛି, ଯିଏ ପାଇଛି, ସେ ଜମା ପରାଧୀନ ହବା ପାଇଁ ଚେଷ୍ଟା କରିବ ନାହିଁ, କୌଣସି କ୍ଷେତ୍ରରେ ନୁହେଁ। ତମେ ମାନେ ତ ଜାଣିଛ ପିଲେ, ଦୀର୍ଘ ଶହ ଶହ ବର୍ଷର ଦାସତ୍ୱ ଶୃଙ୍ଖଳକୁ ଛିନ୍ନ କରି ଭାରତ ଜନନୀ ସ୍ୱାଧୀନ ହେଲା। ଆଉ ସେଇ ସ୍ୱାଧୀନତାର ସ୍ୱାଦ ଆମେ ଆଜି ଯୋଉ ଚାଖୁଛୁ ପିଲେ, ସେଇଥିପାଇଁ ରହିଛି ଅନେକ ବୀର ପୁରୁଷଙ୍କର ବଳିଦାନ। ସେଇ ବଳିଦାନର ଫଳସ୍ୱରୂପ ଆମେ ଯୋଉ ସ୍ୱାଧୀନତା ଆଜି ପାଉଛୁ ପିଲେ, ସେଇ ସ୍ୱାଧୀନତାକୁ ଅଖଣ୍ଡ ରଖିବା ପାଇଁ ହେଲେ ଆମର ସାମାଜିକ, ଅର୍ଥନୈତିକ ସବୁ ପ୍ରକାରର ସ୍ୱାଧୀନତା ଦରକାର। ତମେ ମାନେ ବଡ ହେଲେ ଧୀରେ ଧୀରେ ୟା ବିଷୟରେ ଆହୁରି ଅଧିକ ଜାଣିବ। ଏଇ ସ୍ୱାଧୀନତାକୁ ଆମେ ଉପଲବ୍ଧି କରିବା ପାଇଁ ହେଲେ ପିଲାମାନେ ଆମକୁ ଦରକାର ଗୋଟିଏ ଜିନିଷ, ତାହା ହଉଛି ନିଜ ଉପରେ ଆମର ନିୟନ୍ତ୍ରଣ ରହିବା କଥା। ଇଣ୍ଟରନାଲ ଭିଜିଲାନ୍ସ ଇଜ ଦ ପ୍ରାଇସ୍ ଅଫ୍ ଲିବର୍ଟି। এই କଥା ତୁମେ ମାନେ ପାଠ ପଢିଲେ ଜାଣିପାରିବ। ଆମେ ଯଦି ନିଜେ ପ୍ରଥମେ ସତର୍କ ହବା, ତେବେ ନିହାତି ଭାବରେ ଆମେ ଆମର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ କରିପାରିବା। ତେବେ ଆସ ପିଲେ, ଦେଶ ମାତୃକାକୁ ସମ୍ମାନ ଜଣାଇ ଶୁଣିବା ଦେଶାତ୍ମବୋଧକ ଗୀତଟିଏ। ଦୁର୍ଗା ମାଧବ ପଣ୍ଡାଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଦେବସ୍ମିତା ଦାସ।
ଆସରା ଦେଲୁ ତୁ ଅବାଞ୍ଚିତ କିଆ ଆସରା ଦେଲୁ ତୁ ମଥା ପରି ଆଜି ଚାହିଁ ଦେଖ ହିମାଳୟ ଗଙ୍ଗା ଝରୁନି ତୁ ଶିଖରୁ ଆଜି ଝରୁଛି ରକ୍ତ ସୁଅ ପାଦ ତଳେ ତୋର କେତେ କୋଳାହଳ ଚାହିଁ ଦେଖ ହିମାଳୟ ଚାହିଁ ଦେଖ ହିମାଳୟ ଚାହିଁ ଦେଖ ହିମାଳୟ। ତୁମେ ପିଲାମାନେ ଗୀତ ତ ଶୁଣିଲ, ପାଠ ପଢ, ଭଲ ମଣିଷ ହୁଅ, ଦେଶ ଜାତି ପାଇଁ ଗର୍ବ ଆଉ ଗୌରବ ନେଇକି ଆସ। ପୁଣି ଥରେ ଏଇ କଥା ସହିତ ପିଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ପୁଣି ଭେଟ ହବା ଆର ଥରକୁ। ଏଥର ଯିବା